ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆଜି ହେଉଛି ଜାନୁଆରୀ ମାସ 10 ତାରିଖ ଶନିବାର। ଆପଣମାନଙ୍କ ପାଇଁ ନେଇ ଆସିଛି ଆଜି ଦିନର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। କମେଣ୍ଟରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆପଣଙ୍କର ଭଲ ପାଇବା ସ୍ୱରୂପ ଗୋଟେ ଲାଇକ୍ କରିଦିଅନ୍ତୁ। ତା ପୂର୍ବରୁ ଚ୍ୟାନେଲକୁ ନୂଆ କରି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏମିତି ପ୍ରତିଦିନ ଲାଟେଷ୍ଟ ନ୍ୟୁଜ୍ ସର୍ବପ୍ରଥମେ ଦେଖିବା ପାଇଁ ଏବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ଖବର, ପିୟୁସିସିକୁ ନେଇ ହାଇକୋର୍ଟଙ୍କ ବଡ଼ ନୋଟିସ୍। ପିୟୁସିସି ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ୍, ପରିବହନ ସଚିବ ଏବଂ ଏସ୍ଟିଏକୁ ଜବାବ ତଲବ ମାଗିଲେ ହାଇକୋର୍ଟ। ଏମ୍ଭି ଆଇନ ଉଲ୍ଲଂଘନ ଅଭିଯୋଗରେ ଦାୟର ମାମଲାରେ ନୋଟିସ୍ ଦେଲେ ହାଇକୋର୍ଟ। 15 ଦିନ ମଧ୍ୟରେ ଜବାବ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ବିନା ପ୍ରଦୂଷଣ ଯାଞ୍ଚରେ ଚାଲାଣ କଟାଯିବାକୁ ନେଇ ବିରୋଧ କରି ହାଇକୋର୍ଟରେ ମାମଲା ହୋଇଥିଲା। ଆସନ୍ତା 30 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, 4.5 ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ସୁଭଦ୍ରା ସହାୟତା। ମହିଳା ଓ ଶିଶୁ ବିକାଶ ଅନୁକୂଲ୍ୟରେ ବିଭାଗୀୟ ସମ୍ମିଳନୀ ପକ୍ଷରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ସୁଭଦ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ଜାନୁଆରୀ ମାସରେ 4.5 ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀମାନଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରାଯିବ ବୋଲି ଏହି ବୈଠକରେ ସ୍ଥିର କରାଯାଇଛି। ଏଥିରେ 1,78,398 ନୂତନ ପଞ୍ଜୀକୃତ ସୁଭଦ୍ରା ହିତାଧିକାରୀ, ଆଗରୁ କୌଣସି କାରଣରୁ ବାଦ୍ ପଡ଼ିଥିବା ଓ ପରେ ଅଭିଯୋଗ ଶୁଣାଣିର ତଦନ୍ତ ଦ୍ୱାରା ଯୋଡ଼ି ହୋଇଥିବା 24,018 ଜଣ ହିତାଧିକାରୀ, ଅନ୍ୟ 2,55,226 ଜଣ ହିତାଧିକାରୀଙ୍କୁ ମିଶାଇ ସମୁଦାୟ 4,57,681 ଜଣ ହିତାଧିକାରୀଙ୍କୁ ବକେୟା ସୁଭଦ୍ରା ସହାୟତା କିସ୍ତି ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇଛି। ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ଚତୁର୍ଥ କିସ୍ତି ସୁନିଶ୍ଚିତ କରିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା। ପରବର୍ତ୍ତୀ ଖବର, ଗିରଫ ହେବେ ମମତା ଦିଦି। ଇଡି ରେଡ୍ ବେଳେ ନେଇଯାଇଥିଲେ ଫାଇଲ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ'ଣ ଗିରଫ ହେବେ? ସତରେ କ'ଣ ଇଡି ତାଙ୍କ ହାତରେ ହାର୍ଡକପି ପକାଇବ? ଏକଥା ଏଥିପାଇଁ ଚର୍ଚ୍ଚା ହେଉଛି କାହିଁକିନା ପଶ୍ଚିମବଙ୍ଗ ରାଜନୀତି ଗତକାଲିଠୁ ଯେଉଁ ମୋଡ଼ ନେଇଛି ସେହି କଥା ହିଁ କିଛି ଏଭଳି ଦିଗକୁ ଇଙ୍ଗିତ କରୁଛି। କେନ୍ଦ୍ରୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମମତା ବାନାର୍ଜୀଙ୍କ ବିରୋଧରେ କୋର୍ଟରେ ଏକ ଆବେଦନ ଦାୟର ରଖିଛି। ତାଙ୍କ ବିରୋଧରେ ସରକାରୀ କାର୍ଯ୍ୟ ଏବଂ ଇଡି ତଦନ୍ତରେ ବାଧା ସୃଷ୍ଟି କରିବା ଏବଂ ମନି ଇଣ୍ଡରିଂ ମାମଲା ସହିତ ଜଡ଼ିତ ପ୍ରମାଣ ନଷ୍ଟ କରିବା ନେଇ ଅଭିଯୋଗ ହୋଇଛି। ଇଡି କହିଛି ଯେ ମମତା ବାନାର୍ଜୀଙ୍କ ଦଳ ଟିଏମ୍ସିକୁ ରାଜନୈତିକ ପରାମର୍ଶ ଦେଉଥିବା କମ୍ପାନୀ ଆଇପିଏସ୍ସିର କାର୍ଯ୍ୟକାଳରେ କୋଇଲା ଚୋରି ଦୁର୍ନୀତି ସହିତ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ତଦନ୍ତ ପାଇଁ ଚଢ଼ାଉ କରାଯାଇଥିଲା। କିନ୍ତୁ ଚଢ଼ାଉ ସମୟରେ ମମତା ବାନାର୍ଜୀ ଆଇପିଏସ୍ସି ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ଘରେ ଓ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେ ଜବରଦସ୍ତି ଅଫିସ ଭିତରକୁ ପଶି ମାମଲା ସହିତ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଫାଇଲଗୁଡ଼ିକୁ ନିଜ ସହିତ ନେଇଯାଇଥିଲେ। ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗରେ ଗତକାଲି ଯାହା ଘଟିଲା ସେହି ମାମଲା ଏବଂ ଉଭୟ ପକ୍ଷରୁ ହାଇକୋର୍ଟକୁ ଯାଇଛି। ଇଡି ମମତା ବାନାର୍ଜୀଙ୍କ ଉପରେ ତଦନ୍ତର ବାଧା ସୃଷ୍ଟି କରିଥିବା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଇପିଏସ୍ସି ଏହି କାର୍ଯ୍ୟାନୁଷ୍ଠାନରେ ବୈଧତା ଉପରେ ପ୍ରଶ୍ନ ଉଠାଇ ବିରୋଧ କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଇଡି ଅଧିକାରୀଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। ଦିଦିଙ୍କ ଏମ୍ପିକୁ ଉଠାଇ ନେଲା ପୋଲିସ। ଅମିତ ଶାହଙ୍କ ଅଫିସ ଆଗରେ କରିଥିଲେ ବିକ୍ଷୋଭ। ଆଇନ ବିଶେଷଜ୍ଞ ଅନୁଯାୟୀ ଏହି ମାମଲାରେ ଇଡିର ପକ୍ଷ ଶକ୍ତିଶାଳୀ ରହିଛି, କାରଣ ଇଡି ନିଜ ଯୁକ୍ତିରେ ପିଏମ୍ଏଲ୍ଏର ଧାରା 67ର ସହାୟତା ନେଇପାରେ। ଆଇପିଏସ୍ସି ଏବଂ ମମତା ବାନାର୍ଜୀଙ୍କୁ ପ୍ରମାଣ କରିବାକୁ ହେବ ଯେ ଇଡି ନିଜର ବ୍ୟକ୍ତିଗତ ଫାଇଦା ପାଇଁ ଚଢ଼ାଉ କରିଛି ଏବଂ ଫାଇଲ ଦଲିତ ଜବତ କରିଛି। ଯଦି ଏହା ପ୍ରମାଣିତ ହୁଏ ତେବେ ଚଢ଼ାଉ ଜବତ କରିବା ଅପରାଧ ଶ୍ରେଣୀଭୁକ୍ତ ହେବ ନାହିଁ। ଗିରଫଦାରୀ ତଥା ଦୂରର କଥା, ସେହିପରି ଯଦି ଇଡି ପ୍ରମାଣ କରିଦିଏ ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଇପିଏସ୍ସି କାର୍ଯ୍ୟାଳୟରେ ଜବରଦସ୍ତି ପଶି ଯେଉଁ ଫାଇଲଗୁଡ଼ିକ ନେଇଯାଇଛନ୍ତି ତାହା ମାମଲାର ତଦନ୍ତ ପାଇଁ ଗୁରୁତ୍ୱପୂର୍ଣ୍ଣ, ତେବେ ମମତା ବାନାର୍ଜୀଙ୍କୁ ଗିରଫ କରାଯାଇପାରେ। ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କ ପାଖରେ ସାମ୍ବିଧାନିକ ସୁରକ୍ଷା ବା ଇମ୍ୟୁନିଟି ଅଛି। ତାହା ନୁହେଁ ମୁଖ୍ୟମନ୍ତ୍ରୀ ବା ମନ୍ତ୍ରୀମାନଙ୍କୁ କେବଳ ସଦନର ଭିତରେ ବିଶେଷ ଅଧିକାର ମିଳିଛି, ବାହାରେ ନୁହେଁ। ସୂଚନାଯୋଗ୍ୟ ଯେ ଗୁରୁବାର ଦିନ ଇଡି କୋଲକାତାରେ ସଲ୍ଟ ଲେକ୍ ସେକ୍ଟର ଭିରେ ଥିବା ଆଇପିଏସ୍ସି ଅଫିସ ଏବଂ ଲାଉଡନ୍ ଷ୍ଟ୍ରିଟ୍ରେ ପ୍ରତୀକ ଜୈନଙ୍କ ଘରେ ଚଢ଼ାଉ କରିଥିଲା, କିନ୍ତୁ ମମତା ବାନାର୍ଜୀ ଚଢ଼ାଉ ଚାଲିଥିବା ସ୍ଥାନଗୁଡ଼ିକରେ ପହଞ୍ଚି ଯାଇଥିଲେ। ମମତା ବାନାର୍ଜୀ ପ୍ରଥମେ କୋଲକାତା ପୋଲିସ କମିଶନର ମନୋଜ ବର୍ମାଙ୍କ ସହ ପ୍ରତୀକ ଜୈନଙ୍କ ଘରେ ପହଞ୍ଚିଥିଲେ ଏବଂ ପ୍ରାୟ 20ରୁ 25 ମିନିଟ୍ ପରେ ହାତରେ ଏକ ସବୁଜ ରଙ୍ଗର ଫୋଲ୍ଡର ଧରି ବାହାରକୁ ଆସିଥିଲେ। ତେବେ ଏହି ଘଟଣାକୁ ନେଇ ବିବାଦ ମଧ୍ୟରେ ଶୁକ୍ରବାର ତୃଣମୂଳ କଂଗ୍ରେସ ସାଂସଦମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦିଲ୍ଲୀସ୍ଥିତ କାର୍ଯ୍ୟାଳୟ ବାହାରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେଠାରୁ ସମସ୍ତଙ୍କୁ ହଟାଇ ଦେଇଥିଲା। ଏହି ସମୟରେ ମହୁଆ ମୋଇତ୍ରା ଏବଂ ଡେରେକ୍ ଓ ବ୍ରାୟନଙ୍କୁ ହେଫାଜତକୁ ନିଆଯାଇଛି।
ଏହି ପ୍ରଦର୍ଶନରେ ଡେରେକ୍ ଓବ୍ରାୟନ୍, ଶତାବ୍ଦୀ ରୟ, ମହୁଆ ମୋଇତ୍ରା ଏବଂ କୀର୍ତ୍ତି ଆଜାଦଙ୍କ ଭଳି ପ୍ରମୁଖ ସାଂସଦରେ ସାମିଲ ଅଛନ୍ତି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ଏୟାରଟେଲର ଏହି ପ୍ଲାନ୍ ଜିଓକୁ ଦେଲା ଶକ୍ତ ଧକ୍କା। ମାତ୍ର ଏତିକି ଟଙ୍କାରେ ବର୍ଷସାରା ଅସୀମିତ କଲିଂ ଏବଂ ଡାଟା। ଭାରତର ଦ୍ୱିତୀୟ ସର୍ବବୃହତ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ ଏହାର ପ୍ରିପେଡ୍ ଉପଭୋକ୍ତାଙ୍କ ପାଇଁ ନିରନ୍ତର ନୂତନ ଏବଂ ସୁଲଭ ଯୋଜନା ପ୍ରଚଳନ କରୁଛି। ଦେଶରେ 39 କୋଟିରୁ ଅଧିକ ଗ୍ରାହକଙ୍କ ସହିତ କମ୍ପାନୀର ଧ୍ୟାନ ଏପରି ରିଚାର୍ଜ ଉପରେ କିଛି ଅଛି ଯାହା ଦୀର୍ଘକାଳୀନ ସୁବିଧା ପ୍ରଦାନ କରେ ଏବଂ ବାରମ୍ବାର ରିଚାର୍ଜର ଅସୁବିଧାକୁ ଦୂର କରେ। ଏହିପରି ପରିପ୍ରେକ୍ଷୀରେ ଏୟାରଟେଲ ଏକ ନୂଆ ପ୍ଲାନ୍ ଆରମ୍ଭ କରିଛି ଯାହା କମ୍ ମୂଲ୍ୟରେ ଆପଣଙ୍କ ସିମ୍ ସମ୍ପୂର୍ଣ୍ଣ ବର୍ଷ ପାଇଁ ସକ୍ରିୟ ରହିଥାଏ। 1 ବର୍ଷର ଭ୍ୟାଲିଡିଟି। ଏହି ଯୋଜନା ବିଶେଷ କରି ସେମାନଙ୍କ ପାଇଁ ଉପଯୋଗୀ ଯେଉଁମାନଙ୍କୁ ଅଧିକ ଡାଟା ଆବଶ୍ୟକ ନାହିଁ ବରଂ କଲ୍ ଆକ୍ସେସ୍ ଆବଶ୍ୟକ। ଏହା ବରିଷ୍ଠ ନାଗରିକ, ପିତାମାତା କିମ୍ବା ସେକେଣ୍ଡାରୀ ଏବଂ ବ୍ୟାକଅପ୍ ସିମ୍ ଥିବା ବ୍ୟବହାରକାରୀଙ୍କ ପାଇଁ ଏହି ସୁବିଧାଜନକ ଏବଂ ସୁଲଭ ସମାଧାନ। ଏହି ରିଚାର୍ଜର ଲକ୍ଷ୍ୟ ହେଉଛି କମ୍ ମୂଲ୍ୟରେ ଆପଣଙ୍କ ନମ୍ବରକୁ ସମ୍ପୂର୍ଣ୍ଣ ବର୍ଷେ ପାଇଁ ସକ୍ରିୟ ରଖିବା। 2249 ଟଙ୍କାର ପ୍ରିପେଡ୍ ପ୍ଲାନ୍। ଏୟାରଟେଲର ଏହି 2249 ଟଙ୍କାର ପ୍ରିପେଡ୍ ରିଚାର୍ଜର ବୈଧତା 365 ଦିନ। ଉପଭୋକ୍ତାମାନେ ରିଚାର୍ଜ ତାରିଖରୁ ସମ୍ପୂର୍ଣ୍ଣ 1 ବର୍ଷ ପାଇଁ ଯେକୌଣସି ନେଟୱାର୍କକୁ ଅସୀମିତ କଲ୍ କରିପାରିବେ। ଯଦି ଆପଣଙ୍କ ମୋବାଇଲ ଫୋନ୍ ବ୍ୟବହାର ପ୍ରାୟତଃ କଥାବାର୍ତ୍ତା ପାଇଁ ଏବଂ ଇଣ୍ଟରନେଟ୍ ବ୍ୟବହାର ସୀମିତ, ତେବେ ଏହି ଯୋଜନା ଏକ ବୁଦ୍ଧିମାନର ପସନ୍ଦ। ଡାଟା ଏବଂ ଏସ୍ଏମ୍ଏସ୍ ସୁବିଧା। ଦୈନିକ ଡାଟା ପ୍ରଦାନ କରିବା ପରିବର୍ତ୍ତେ ଏହି ଯୋଜନା ମୋଟ 30 GB ଇଣ୍ଟରନେଟ୍ ପ୍ରଦାନ କରେ ଯାହାକୁ ଉପଭୋକ୍ତାମାନେ ସାରା ବର୍ଷ ଆବଶ୍ୟକତା ଅନୁସାରେ ବ୍ୟବହାର କରିପାରିବେ। ଏହାର କୌଣସି ଦୈନିକ ସୀମା ନାହିଁ, ତେଣୁ ହ୍ୱାଟ୍ସଆପ୍, ଗୁରୁତ୍ୱପୂର୍ଣ୍ଣ ସନ୍ଧାନ କିମ୍ବା ଜରୁରୀକାଳୀନ ପରିସ୍ଥିତି ପାଇଁ ଡାଟାକୁ ସୁବିଚାର ସହିତ ବ୍ୟବହାର କରାଯାଇପାରିବ। ଏହା ସହିତ 3600 ମାଗଣା ଏସ୍ଏମ୍ଏସ୍ ମଧ୍ୟ ଉପଲବ୍ଧ ଯାହା ବ୍ୟାଙ୍କ ଆଲର୍ଟ, OTP ଏବଂ ଗୁରୁତ୍ୱପୂର୍ଣ୍ଣ ମେସେଜ ପାଇଁ ଯଥେଷ୍ଟ। ଏମାନଙ୍କ ପାଇଁ ବେଷ୍ଟ ଯଦି ଆପଣ ମୁଖ୍ୟତଃ କଲ୍ କରିବା ପାଇଁ ଆପଣଙ୍କ ଫୋନ୍ ବ୍ୟବହାର କରନ୍ତି ଏବଂ ଡାଟା ପାଇଁ ପ୍ରାୟତଃ ୱାଇଫାଇ ଉପରେ ନିର୍ଭର କରନ୍ତି, ତେବେ ଏହି ଯୋଜନା ଆପଣମାନଙ୍କ ପାଇଁ ଉପଯୁକ୍ତ। AI ସବସ୍କ୍ରିପସନ୍ ଉପଲବ୍ଧ। ଏହି ଯୋଜନାରେ ଏୟାରଟେଲ ଏକ ଅତିରିକ୍ତ ସୁବିଧା ମଧ୍ୟ ପ୍ରଦାନ କରୁଛି। ଉପଭୋକ୍ତାମାନେ 12 ମାସର ପରପ୍ଲେକ୍ସିଟି ପ୍ରୋ AI ସବସ୍କ୍ରିପସନ୍ ପାଆନ୍ତି ଯାହାର ମୂଲ୍ୟ ପ୍ରାୟ 17,000 ହେବ। ଏହି AI ଉପକରଣ ଉନ୍ନତ ସନ୍ଧାନ, ଗବେଷଣା ଏବଂ ଉତ୍ପାଦକତା କାର୍ଯ୍ୟରେ ସାହାଯ୍ୟ କରେ। ରିଚାର୍ଜର ମୂଲ୍ୟକୁ ଆହୁରି ବୃଦ୍ଧି କରେ। ଜିଓର ରିଚାର୍ଜ ପ୍ଲାନ୍। ଜିଓର 2ଟି ବାର୍ଷିକ ପ୍ଲାନ୍ ଅଛି ଯାହାର ମୂଲ୍ୟ 3,999 ଏବଂ 3,599 ଟଙ୍କା। 3,999 ପ୍ଲାନ୍ରେ ପ୍ରତିଦିନ ଅସୀମିତ 5G ପ୍ଲସ୍ 2.5 GB ଡାଟା, ପ୍ରତିଦିନ 100 SMS, ଅସୀମିତ କଲିଂ ଏବଂ 365 ଦିନର ବୈଧତା ପ୍ରଦାନ କରାଯାଏ। ଏହା ସହିତ ମାଗଣା ଫ୍ୟାନ୍କଟ୍, ଜିଓ ହଟଷ୍ଟାରର 3 ମାସର ସବସ୍କ୍ରିପସନ୍ ଏବଂ ଗୁଗୁଲ ଜେମିନି ପ୍ରୋର 18 ମାସର ସବସ୍କ୍ରିପସନ୍ ମଧ୍ୟ ଉପଲବ୍ଧ। ସେପରି 3,599 ପ୍ଲାନ୍ରେ ଫ୍ୟାନ୍କୋଟ୍ ସବସ୍କ୍ରିପସନ୍ ବ୍ୟତୀତ ସମାନ ସୁବିଧା ପ୍ରଦାନ କରାଯାଏ। ପରବର୍ତ୍ତୀ ଖବର, ଏମାନଙ୍କୁ ମିଳିବ ପକ୍କା ଘର। 34 ଲକ୍ଷ ଲୋକଙ୍କର ହେଲା ସର୍ଟଲିଷ୍ଟ। ତାଲିକାରେ ଗରିବ ଲୋକଙ୍କୁ ପଞ୍ଚାୟତିରାଜ ବିଭାଗର ନୂଆ ବର୍ଷ ଉପହାର ଦେଇଛନ୍ତି। ଜାନୁଆରୀ ମାସରେ 10 ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ମିଳିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ 37 ଲକ୍ଷ ଆବେଦନ ହୋଇଛି। 34 ଲକ୍ଷଙ୍କୁ ସର୍ଟଲିଷ୍ଟ କରାଯାଇ କେନ୍ଦ୍ର ସରକାରଙ୍କୁ ତାଲିକା ଦିଆଯାଇଛି। ପୂର୍ବରୁ ପଞ୍ଚାୟତିରାଜ ମନ୍ତ୍ରୀ ଘୋଷଣା କରି କହିଥିଲେ ଆଉ ରହିବନି ବିଜୁ ପକ୍କା ଘର ସ୍କିମ୍, ସମସ୍ତଙ୍କୁ ମିଳିବ ଘର। କୌଣସି ଯୋଗ୍ୟ ହିତାଧିକାରୀ ସରକାରୀ ଆବାସରୁ ବଞ୍ଚିତ ହେବେ ନାହିଁ। ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟତା ମାପଦଣ୍ଡକୁ କୋହଳ ସରକାର କରିଛନ୍ତି। ସର୍ବାଧିକ ମାସିକ ଆୟ 10,000ରୁ 15,000କୁ ବଢ଼ାଇଛନ୍ତି। ସେହିପରି ପୂର୍ବ ମାପଦଣ୍ଡରେ ଅନେକ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ହିତାଧିକାରୀମାନଙ୍କ ପରିବାରରେ ସର୍ବାଧିକ ମାସିକ ଆୟ 10,000 ରଖାଯାଇଥିଲା, ଏହାକୁ ବଢ଼ାଇ 15,000 କରାଯାଇଛି। 2 ଚକିଆ ଯାନ, ଫ୍ରିଜ୍, ଲ୍ୟାଣ୍ଡ ଫୋନ୍ ଥିଲେ ବି PMAY ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ଦିବ୍ୟାଙ୍ଗ ଓ ଭିନ୍ନ ହୋଇଥିବା ପୁଅଙ୍କୁ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବ। ସେପରି ବିଧବା ଓ ନିରାଶ୍ରୟ ମହିଳା ଏହି ଯୋଜନାରେ ମଧ୍ୟ ସାମିଲ ହୋଇପାରିବେ। ପରବର୍ତ୍ତୀ ଖବର, ଢେଙ୍କାନାଳରେ ତେଜୁଛି ରାଜନୀତି। ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା। ଢେଙ୍କାନାଳ ପୌର ସଂସ୍ଥା ପକ୍ଷରୁ ଜବରଦଖଲ ଉଚ୍ଛେଦକୁ ନେଇ ତେଜୁଛି ରାଜନୀତି। କଲେଜ ବାଇପାସ୍ ଠାରୁ ବସଷ୍ଟାଣ୍ଡ ରାସ୍ତାର ଉଭୟ ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦକୁ ଜିଲ୍ଲା ବିଜେଡି କାଉନସିଲର ତଥା ଖୋଦ୍ ଉପନଗରପାଳ ପ୍ରତିବାଦ କରିବା ଘଟଣା ଏବେ ଚର୍ଚ୍ଚା ହେଉଛି। ଉଠା ଦୋକାନୀମାନେ ପାର୍କିଂ ସ୍ଥାନକୁ କବ୍ଜା କରି ଟ୍ରାଫିକ୍ ସମସ୍ୟା ସୃଷ୍ଟିକୁ ନଜର ଅନ୍ଦାଜ କରୁଛି ପୌର ପ୍ରଶାସନ। ଢେଙ୍କାନାଳ କଲେଜ ବାଇପାସ୍ ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଚାଲିଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା। 4ଟି JCB ସଂଖ୍ୟାଧିକ ପୋଲିସ ମୁତୟନ ହୋଇଛି। ସୌନ୍ଦର୍ଯ୍ୟକରଣ ଓ ଟ୍ରାଫିକ୍ ସମସ୍ୟା ଦୂର ପାଇଁ ପୌର ସଂସ୍ଥା ପକ୍ଷରୁ ଏହି ଉଚ୍ଛେଦ କରାଯାଉଛି, ଯାହାକୁ ବିରୋଧ କରିଛନ୍ତି ଖୋଦ୍ ବିଜେଡି କାଉନସିଲର ଓ ଉପନଗରପାଳ। ବିଜେଡି କାଉନସିଲର ଗଣେଶ ବଜାର, ମେଡିକାଲ ଛକ ଓ ବାଉଚି ଛକ ପ୍ଲାଏ ଓଭରବ୍ରିଜ୍ ରାସ୍ତାରେ ପାଖରେ ସରକାରୀ ଜାଗା ପ୍ରଭାବଶାଳୀଙ୍କ କବ୍ଜାରେ ରହିଛି, ଯାହା ପ୍ରକୃତରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛି।
ବଡ଼ବଡ଼ିଆ ବାବୁଙ୍କ ପ୍ରତି ଦରଦ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଉପନଗରପାଳ। ଗତ ବର୍ଷ ଗଜଲକ୍ଷ୍ମୀ ପୂଜା ପୂର୍ବରୁ ଢେଙ୍କାନାଳ ମୁଖ୍ୟ ବଜାର ରାସ୍ତା ପ୍ରଶସ୍ତୀକରଣ କରାଯାଇ ଉଭୟ ପଟେ ପାର୍କିଂ ନେଇ ଚିହ୍ନଟ କରାଯାଇଥିଲା। ହେଲେ ଏବେ ସେଠାରେ ଉଠା ଦୋକାନୀ ବେପାର କରୁଛନ୍ତି। ଫଳରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ମେଡିକାଲ ମୁଖ୍ୟ ରାସ୍ତାକୁ ସଂକୀର୍ଣ୍ଣ କରିବା ଫଳରେ ଆମ୍ବୁଲାନ୍ସ ସେବାରେ ବିଳମ୍ବ ଘଟୁଛି। ଏପରିକି ଭେଣ୍ଡିଂ ଜୋନ୍ରେ ଦୋକାନ ନେଉଥିବା ବ୍ୟବସାୟୀ ବି ରାସ୍ତା ଅବରୋଧ କରି ବସୁଥିବା ଅଭିଯୋଗ ହେଉଛି। ଏଥିପ୍ରତି ପୌରପାଳିକାର ନିଘା ନାହିଁ। ଏନେଇ ପୌର ନିର୍ବାହୀ ଅଧିକାରୀ ସ୍ପଷ୍ଟ ମତ ନ ଦେବା ରାଜନୈତିକ ଚରଣାଣକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଢେଙ୍କାନାଳ ପୌର ସଂସ୍ଥା କ୍ଷମତା ଏବେ ବିଜେପି ହାତରେ, ତେଣୁ ମନ ଇଚ୍ଛା ଉଚ୍ଛେଦ ଚାଲୁଥିବା ଅଭିଯୋଗ ହେଉଛି। ପରବର୍ତ୍ତୀ ଖବର, ଦିନକରେ 1413 ଚାଷୀଙ୍କୁ ଠାରୁ ଉଠିଲା 27,192 କ୍ୱିଣ୍ଟାଲ ଧାନ। ସବୁ ବର୍ଷ ପରେ ଏହି ବର୍ଷ ମଧ୍ୟ ଖରିଫ ମଣ୍ଡିରେ ଚିରାଚରିତ ଲାଗି ରହିଥିବା ଚାଷୀ ଓ ମିଲର୍ସଙ୍କ କଟନୀ ଛଟନୀ ବିବାଦ ଲାଗି ରହିଥିଲା। ଫଳରେ ମଣ୍ଡିରୁ ଧାନ ଉଠିବା ପ୍ରକ୍ରିୟା ବନ୍ଦ ହୋଇଥିଲା। ଏହି ସମୟରେ ଓଡ଼ିଶା ମିଲର୍ସ ଆସୋସିଏସନ 4 ଦଫା ଦାବି ନେଇ ଆନ୍ଦୋଳନ କରି ଧାନ ଉଠାଇ ନଥିଲେ। ନବରଙ୍ଗପୁର ଜିଲ୍ଲାର 58ଟି ମଣ୍ଡିରେ 5,70,000 ବସ୍ତା ଧାନ ପଡ଼ି ରହିଥିଲା। ଗତକାଲି ମିଲର୍ସଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହେବା ପରେ ଧାନ ଉଠିବାରେ ଲାଗିଛି। ତେବେ ମିଲର୍ସଙ୍କ ଗୋଟିଏ ଦାବି ପୂରଣ ହେବା ସହ ସେମାନେ ଲାଭରେ ରହିଛନ୍ତି। ଏହା ବାଦେ ଚାଷୀମାନଙ୍କ ସହ ଉପୁଜିଥିବା କଟନୀ ଛଟନୀ ବିବାଦ ଅଚାନକ ଭାବେ ଅନ୍ତ ହୋଇଛି। ପୂର୍ବରୁ ଚାଷୀମାନେ 2ରୁ 3 କିଲୋ ହିଁ ଧାନ ଦେବାକୁ କହି ଜିଦ୍ ଧରି ବସିଥିଲେ। ଏବେ 5ରୁ 6 କିଲୋ ଧାନ କଟନୀ ଛଟନୀ ଦେବାକୁ ରାଜି ହେବା ପରେ ମଣ୍ଡିଗୁଡ଼ିକରେ ସ୍ୱାଭାବିକ ଭାବେ ଧାନ ଉଠିବାରେ ଲାଗିଛି। ଜିଲ୍ଲାରେ ଆଜି ଦିନକରେ 45,000 କ୍ୱିଣ୍ଟାଲ ଧାନ ଉଠାଇବାକୁ ଜିଲ୍ଲା ଯୋଗାଣ ବିଭାଗ ଲକ୍ଷ୍ୟ ରଖୁଥିବା କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି ଓ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ବାସୁଦେବ ପ୍ରଧାନ। ତେବେ ଆଜି 101,413 ଜଣ ଚାଷୀଙ୍କ ଠାରୁ 27,192 କ୍ୱିଣ୍ଟାଲ ଧାନ ଉଠିଛି। ସେହିଭଳି ଏଯାଏ 6,713 ଜଣ ଚାଷୀଙ୍କ ଠାରୁ 2,89,887 କ୍ୱିଣ୍ଟାଲ ଧାନ ଉଠିଛି। 4,261 ଜଣ ଚାଷୀଙ୍କ ଆକାଉଣ୍ଟରେ ଧାନ ବିବାଦକୁ 15 କୋଟି 26 ଲକ୍ଷ ଟଙ୍କା ଜମା ହୋଇସାରିଛି ବୋଲି କହିଛନ୍ତି ସିଏସ୍ଓ। ସେହିପରି ଜିଲ୍ଲାରେ ଥିବା 82 ଜଣ ମିଲର୍ସଙ୍କ ମଧ୍ୟରୁ 20 ଜଣ ଚାଉଳ ସମ୍ପୂର୍ଣ୍ଣ ଫେରାଇ ନଥିବାରୁ ଚୁକ୍ତି କରିପାରିନାହାନ୍ତି। ବଳକା 62 ଜଣଙ୍କ ମଧ୍ୟରୁ 57 ମିଲର୍ସ ଧାନ ଉଠାଇଛନ୍ତି। ବାକି 5 ମିଲର୍ସଙ୍କ ବ୍ୟାଙ୍କ ଗ୍ୟାରେଣ୍ଟି ଜମା କଲେ ଧାନ ଉଠାଇବେ। ଏହି 62 ମିଲର୍ସକୁ ଏଯାଏ 7,49,000 କ୍ୱିଣ୍ଟାଲ ଧାନ ଉଠାଇବାକୁ ଅନୁମତି ଦିଆଯାଇଛି। 10,500 ଚାଷୀଙ୍କୁ ଟୋକନ ଯିବା ପରେ 44,100 ଚାଷୀ ଟୋକନ ପାଇଛନ୍ତି ବୋଲି କହିଛନ୍ତି ସିଏସ୍ଓ ଏବଂ ଏସିଏସ୍ଓ। ମଣ୍ଡି ସ୍ୱାଭାବିକ କରିବା ପାଇଁ ନିୟମିତ ଭାବେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ, 2 ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ସିଏସ୍ଓ, ଏସ୍ସିସିସିଓ, ଆର୍ଏମ୍ସି ସମ୍ପାଦକ, ସବୁ ବ୍ଲକର ବିଡିଓ, ତହସିଲଦାର ଆଦିଙ୍କୁ ନେଇ ନିୟମିତ ସମୀକ୍ଷା କରୁଥିବା ସୂଚନା ମିଳିଛି। ପରବର୍ତ୍ତୀ ଖବର, ରେଳବାଇରେ 312ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକ ଯୁବତୀମାନଙ୍କ ପାଇଁ ରେଳବାଇ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିଛି। ରେଳବାଇ ନିଯୁକ୍ତି ବୋର୍ଡ ପୃଥକ ବର୍ଗ ଅଧୀନରେ ମୋଟ 312ଟି ଖାଲି ପଦବୀରେ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ୍ ରହିଥିବା ବେଳେ ଆଗ୍ରହୀ ପ୍ରାର୍ଥୀମାନେ 2026 ଜାନୁଆରୀ 31 ପର୍ଯ୍ୟନ୍ତ ଆବେଦନ ଫର୍ମ ପୂରଣ କରିପାରିବେ। ପୃଥକ ବର୍ଗ ଅଧୀନରେ ମୋଟ 312ଟି ଖାଲି ପଦବୀ ପାଇଁ ରେଳବାଇ ନିଯୁକ୍ତି ବୋର୍ଡ ନିଯୁକ୍ତି କରିବ। ଏହି ନିଯୁକ୍ତିରେ ସର୍ବାଧିକ 202ଟି ପଦବୀ ଜୁନିୟର ହିନ୍ଦୀ ଟ୍ରାନ୍ସଲେଟରଙ୍କ ପାଇଁ ସଂରକ୍ଷିତ ରହିଛି। ଏହା ସହିତ ଚିଫ୍ ଲ ଆସିଷ୍ଟାଣ୍ଟ ପାଇଁ 22ଟି, ପବ୍ଲିକ ପ୍ରସିକ୍ୟୁସନ ପାଇଁ 7ଟି, ସିନିୟର ପବ୍ଲିକ ଇନ୍ସପେକ୍ଟର ପାଇଁ 15ଟି ଏବଂ ଷ୍ଟାଫ୍ ଆଣ୍ଡ ୱେଲଫେୟାର ଇନ୍ସପେକ୍ଟର ପାଇଁ 24ଟି ପଦବୀ ଅଛି। ଟେକ୍ନିକ ଏବଂ ସାଇଣ୍ଟିଫିକ କାଟାଗୋରୀରେ ସାଇଣ୍ଟିଫିକ ଆସିଷ୍ଟାଣ୍ଟ ଟ୍ରେନିଂରେ 2ଟି ପଦବୀ ଏବଂ ଲ୍ୟାବ୍ ଆସିଷ୍ଟାଣ୍ଟ ଗ୍ରେଡ୍ 3 ପାଇଁ 39ଟି ଏବଂ ସାଇଣ୍ଟିଫିକ ସୁପରଭାଇଜର ପାଇଁ 1 ପଦବୀ ଅଛି। ଆରବିଆଇ ନିଯୁକ୍ତିରେ ବିଭିନ୍ନ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ରହିଛି। ଶିକ୍ଷାଗତ ଯୋଗ୍ୟତା ମଧ୍ୟରେ ସ୍ନାତକ ଡିଗ୍ରୀ, ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ, ବିଜ୍ଞାନ ବିଷୟରେ ଡିଗ୍ରୀ କିମ୍ବା ଡିପ୍ଲୋମା ଅନ୍ତର୍ଭୁକ୍ତ ରହିଛି। ଏହି ନିଯୁକ୍ତି ପାଇଁ ସର୍ବନିମ୍ନ ବୟସ 18 ବର୍ଷ ରହିଛି। ସରକାରୀ ନିୟମ ଅନୁଯାୟୀ ଏସ୍ସି, ଏସ୍ଟି, ଓବିସିର ପରି ସଂରକ୍ଷିତ ବର୍ଗ ଏବଂ ଅନ୍ୟାନ୍ୟ ଯୋଗ୍ୟ ବର୍ଗର ପ୍ରାର୍ଥୀମାନଙ୍କୁ ବୟସ ଛାଡ଼ ପ୍ରଦାନ କରାଯିବ। ଏହି ରେଳବାଇ ନିଯୁକ୍ତି ବୋର୍ଡ ନିଯୁକ୍ତିରେ ମନୋନୀତ ପ୍ରାର୍ଥୀମାନେ ସେମାନଙ୍କ ପଦବୀ ଉପରେ ଆଧାର କରି ଏକ ଆକର୍ଷଣୀୟ ଦରମା ପାଇବେ। ଅଧିକାଂଶ ପଦବୀରେ ନିଯୁକ୍ତି ପ୍ରାର୍ଥୀମାନେ ପ୍ରତି ମାସରେ 35,400 ଟଙ୍କା ଦରମା ପାଇବେ। ମୁଖ୍ୟ ଆଇନ ସହାୟକ ଭଳି ଉଚ୍ଚ ପଦବୀ ପାଇଁ ମନୋନୀତ ପ୍ରାର୍ଥୀମାନେ ପ୍ରତି ମାସରେ 44,900 ଟଙ୍କା ଦରମା ପାଇବେ। ରେଳ କର୍ମଚାରୀମାନେ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ମହଙ୍ଗା ଭତ୍ତା, ଘର ଭଡ଼ା ଭତ୍ତା, ଯାତ୍ରା ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା ପାଇପାରିବେ, ଯାହାଫଳରେ ସେମାନଙ୍କର ସାମଗ୍ରିକ ମାସିକ ଆୟ ଆହୁରି ବୃଦ୍ଧି ପାଇବ।
ଆବେଦନ ଶୁଳ୍କ ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା ଜେନେରାଲ, ଓବିସି ଏବଂ ଇଡବ୍ଲ୍ୟୁଏସ୍ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ 500 ଟଙ୍କା ରହିଛି। ଏସ୍ସି ଏବଂ ଏସ୍ଟି ବର୍ଗର ପ୍ରାର୍ଥୀମାନଙ୍କୁ 250 ଟଙ୍କା ରହିଛି। ଏହି ଶୁଳ୍କ ଡେବିଟ୍ କାର୍ଡ଼, କ୍ରେଡିଟ୍ କାର୍ଡ଼ କିମ୍ବା ନେଟ୍ ବ୍ୟାଙ୍କିଂ ମାଧ୍ୟମରେ ଅନଲାଇନରେ ପୈଠ କରାଯାଇପାରିବ। ଆବେଦନ ପ୍ରକ୍ରିୟା rrbapply.government.in ୱେବସାଇଟରେ ହେବ ବୋଲି ସୂଚନା ଦିଆଯାଇଛି। ପରବର୍ତ୍ତୀ ଖବର, ମୋଦି ସରକାରଙ୍କ ନୂଆ ଯୋଜନା, ସଡ଼କ ଦୁର୍ଘଟଣାରେ ମିଳିବ 1.5 ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା। ଜାଣନ୍ତୁ ପୁରା ଖବର, ଦେଶରେ ପ୍ରତିବର୍ଷ ପ୍ରାୟ 5 ଲକ୍ଷ ସଡ଼କ ଦୁର୍ଘଟଣା ଘଟୁଛି। ଏହି ଦୁର୍ଘଟଣାରେ 1.8 ଲକ୍ଷ ଲୋକ ପ୍ରାଣ ହରାଇଥାନ୍ତି। ମୃତ୍ୟୁବରଣ କରୁଥିବା ଲୋକଙ୍କ ମଧ୍ୟରୁ ଅନେକ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରନ୍ତି। ଯଦି ସମୟ ଅନୁସାରେ ଚିକିତ୍ସା ଯୋଗାଇ ଦିଆଯାଏ, ତେବେ ଶହ ଶହ ଜୀବନ ବଞ୍ଚିଯିବ। ଚିକିତ୍ସାର ଗୋଟିଏ ସମସ୍ୟା ହେଉଛି ଟଙ୍କା। ଚିକିତ୍ସାର ବିଶାଳ ଖର୍ଚ୍ଚ କିଏ ବହନ କରିବ? ପ୍ରାୟତଃ ସମ୍ପର୍କୀୟମାନେ ଠିକ୍ ସମୟରେ ମୁହଁ ଫେରାଇ ନିଅନ୍ତି ଏବଂ ଯଦି ସେମାନେ ପାଖରେ ଠିଆ ବି ହୁଅନ୍ତି, ତେବେ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ନାହିଁ। ତେବେ ଏପରି ସମସ୍ୟାର ସମାଧାନ ନେଇ ଆସୁଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ମୋଦି ଲଞ୍ଚ କରିବେ ସ୍କିମ୍। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀଘ୍ର ସାରା ଦେଶରେ ସଡ଼କ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଏକ କ୍ୟାସଲେସ୍ ଚିକିତ୍ସା ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହାର ପାଇଲଟ ପ୍ରୋଜେକ୍ଟ ପୂର୍ବରୁ ଚାଲିଛି ଏବଂ ପ୍ରଧାନମନ୍ତ୍ରୀ ମୋଦି ଶୀଘ୍ର ଆନୁଷ୍ଠାନିକ ଭାବରେ ଏହି ଯୋଜନା ଆରମ୍ଭ କରିବେ। ଏହି ଯୋଜନା କେଉଁ ଦୁର୍ଘଟଣା ପାଇଁ ପ୍ରଯୁଜ୍ୟ ହେବ? ଏହି ଯୋଜନା ଯେକୌଣସି ବର୍ଗର ରାସ୍ତାରେ ମୋଟରଯାନ ସହିତ ଜଡ଼ିତ ସମସ୍ତ ସଡ଼କ ଦୁର୍ଘଟଣା ପାଇଁ ପ୍ରଯୁଜ୍ୟ ହେବ। ମୋଟରଯାନ ସହିତ ଜଡ଼ିତ ଯେକୌଣସି ସଡ଼କ ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତି ଏହି ଯୋଜନାର ମାଗଣା ଚିକିତ୍ସା ପାଇବାକୁ ହକଦାର ହେବେ। ଏହି ମାଗଣା ଚିକିତ୍ସା ସଡ଼କ ଦୁର୍ଘଟଣା ପୀଡ଼ିତାଙ୍କ ପାଇଁ ସମୟାନୁସାରେ ଚିକିତ୍ସା ସୁବିଧା ଯୋଗାଇବ ବୋଲି ଆଶା କରାଯାଉଛି। କେତେ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ? ସଡ଼କ ପରିବହନ ମନ୍ତ୍ରଣାଳୟ ସଡ଼କ ଦୁର୍ଘଟଣା ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରିବା ପାଇଁ ମାର୍ଚ୍ଚ 14, 2024ରେ ଚଣ୍ଡିଗଡ଼ରେ ଏକ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଥିଲା। ଏହି ପ୍ରକଳ୍ପକୁ ପରେ 6ଟି ରାଜ୍ୟରେ ବିସ୍ତାର କରାଯାଇଥିଲା। ସଡ଼କ ପରିବହନ ମନ୍ତ୍ରଣାଳୟର ସଡ଼କ ଦୁର୍ଘଟଣା ପୀଡ଼ିତାଙ୍କ ପାଇଁ କ୍ୟାସଲେସ୍ ଚିକିତ୍ସା ଯୋଜନା 2025 ଅଧୀନରେ ପ୍ରତ୍ୟେକ ପୀଡ଼ିତାଙ୍କୁ